ବାହା ପାରିବିନି। କିନ୍ତୁ ଉଦୟ ମୁଁ ଏତେ ଦିନ ଜଗି ପାରିବିନି। ଆରେ ଏଇଟା ଗୋଟେ କଥା। ମୁଁ ବି ଭାବୁଛି ଏଇ ମାସେ ଭିତରେ ବଡ ଭାଇଙ୍କ ବାହାଘର ହବ। ତାପରେ ତ ଆମ ନମ୍ବର ଆଉ। ଉଦୟ ତୁମ ବଡ ଭାଇ କେବେ ବାହା ନ ହୁଅନ୍ତି ତାହେଲେ? ଆରେ ବାବା ପ୍ରେମ କରୁଛ ହେଲେ ଏତିକି ତ୍ୟାଗ କରି ପାରିବନି? ତମର ସବୁ କଥା ତ ମାନିବାକୁ ପଡିବ ନା। ହଉ ତାହେଲେ ମୁଁ ଆସୁଛି। ଆସିବ ନା? ସତରେ ଆସିବ? ଆରେ ଆସିବୁ। ତାହେଲେ ସତ ସତିକା ଭଲ ପାଉଛି। କିନ୍ତୁ ନା ଏ ଉଦୟ ପାଖରେ ମୁଁ ଭଲ ପାଇବାର ଏକ୍ଟିଂ କରୁଛି। ସଦରେ ଆଲିସା ତ ଏକ୍ଟିଂ ପୁରା ତତେ ତ ମାନିବାକୁ ପଡିବ। ଖାଲି ସେତିକି ନୁହେଁ ଜିଜୁ, ସିଏ ମତେ ବାହା ହବାକୁ କଥା ବି ଦେଇ ସାରିଛି। ଆଲିସା ତୁ ଯେତେ ସେ ପାରୁଛୁ ସେ ହୃଦୟଟାକୁ ବାହାଇଛା। ତାପରେ ତ ଖେଳିବ ମୋର ଦ୍ୱିତୀୟ ଇନିଂସ। ଜିଜୁ ଏଥିରେ ମୋର ଫାଇଦା କଣ? ଅଛି ଆଲିସା, ତୋର ଫାଇଦା ଅଛି। ତୁ ଖାଲି ସେ ଘର ବହି ସାରିଲା ପରେ ଦେଖିବୁ ଏ କୋଟିପତି ଭଙ୍ଗଳାର ତୁ ଏକମାତ୍ର ଉତ୍ତରାଧିକାରୀ ହବୁ। ଆଲୋ ଲକ୍ଷ ଲକ୍ଷ ଟଙ୍କାର ତୁ ମାଲିକିଆଣି ହବୁ। ସେତେବେଳେ ଏଥିରେ ତ ଏକ୍ଟିଂ କରିବାକୁ ହବ। କିନ୍ତୁ ଜିଜୁ ମୁଁ ତ ବାହା ହେଇଛି, ସେ ଅନ୍ଧର ଅବସ୍ଥା କଣ ହବ ଯେ? ସେଇଟା ହଉଛି ଗୋଟାଏ ଅନ୍ଧ ଯେ ଭଲ ଥିଲା ଜଣେ ସେ ଅନ୍ଧ ହେଇ ସାରିଛି। ତୋ ଲାଇଫ ଟାକୁ ତ ବେକାର କରିଦେବୁ ନା କଣ? ଯେମିତି ବି ହଉ ଆଲିସା ତୋତେ ଉଦୟକୁ ବାହା ହବାକୁ ହବ ଆଲିସା। ତୋ ଲାଇଫ ତୁ ଏନ୍ଜୟ କର। ହ୍ୟାଲୋ ମଣିଷ କିଛି ପାଇବାକୁ ହେଲେ କିଛି ହରେଇବାକୁ ତ ପଡେ। ତେଣୁ ଉଦୟକୁ ହିଁ ତତେ ବାହା ହବାକୁ ହବ। ଜିଜୁ ତମେ ଯେମିତି କରିବା ମୁଁ ସେମିତି କରିବି ଜିଜୁ। ଉଦୟକୁ ବାହା ହେବି। ଏ ଆଲିସା ତୁ ଖାଲି ମୋରି କଥା ମାରି ମୋରି କଥାରେ କାମ କର। ମୋ ଇଚ୍ଛାରେ କାମ କଲେ ଦେଖିବୁ ଉଦୟ ତୁ ବାହା ହେଇସାରିଲା ପରେ ଏଇ ସହର ସମସ୍ତେ କହିବେ ବାଃ କ୍ୟା କର ଦିୟା ରେ ଲାଲା।